ଦେଖିଦବନି ସିଏ ସେ ବାଡ଼ି ପଡ଼ାକୁ ଆଇଲେ ଆଗ ନିଆଁ ଖୁଣ୍ଟାରେ ପିଟିବି ଜମା ନୁହଁ। ହଉ ଗୁଣି ବିଶାରଦ ବିଦଗ୍ଧ ମଣ୍ଡଳୀ ଶୁଣୁଥିବେ ଦେଇ ମନ ନଦୀର ତିନି ଗୋଟି ଧପର ଆଜ୍ଞା ହସ୍ତି ସହିର ପାରିଣ ବାଇଗଣ ପେଣ୍ଡି ପେଣ୍ଡି ଲବଉଳ ବାଇଗଣ ପେଣ୍ଡି ପେଣ୍ଡି ବାଏ କମାଇ ପଉ ପୁଣି ମୁଣ୍ଡିଲ ତାକୁ କରିଦିଅ ନାଣ୍ଡି ଆଜି ଠାରୁ ପରା ଗଜ ମୁଖ ବୋଲି ବୋଲିବେ ଜଗତ ଜନ ସେହି ଦିନ ଆଜ୍ଞା ଗଜ ମୂର୍ଖ ବୋଲି ରହିଗଲା ଉପଖାନ କୁହରେ ପଇଲା ମାଛି ଲବଉଳ କୁହରେ ପଇଲା ମାଛି ସରୁ ଚୁଡ଼ା ଖାଇ ଘଇତା ବାଛିବ ଉପର ସାଇରେ ଅଛି ଜଗତ ମଣ୍ଡନ ବିଶ୍ୱାମିତ୍ର ଋଷି ବୋଲନ୍ତି ଶୁଣ ଶ୍ରୀରାମ ଜଗତ ପାଳିନି ଏ ପାବନାଶିନୀ ଗଙ୍ଗା ମାତ୍ର ଅଭିରାମ ମୁଣ୍ଡିଆରେ ବହୁ ଲିମ୍ବ ଲବଉଳ ମୁଣ୍ଡିଆରେ ବହୁ ଲିମ୍ବ ଘଇତା ଯାଇଛି ବାଜା ବଜେଇବାକୁ ମାଇପ ପାରିଛି ଡିମ୍ବ ଗଙ୍ଗା ପିଠେ ଦିଏ ପିଣ୍ଡ ଦାନ ଦେବ ପିତୃପିତା ହେବେ ମୁକ୍ତି ଅନେକ ଜନ୍ମର ପାପ ବିମରିବ ଗଙ୍ଗାକୁ ଯେ କଲେ ଭକତି ଆଖୁ ବାଡ଼ି ଖସ ଖସ ଲବଉଳ ଆଖୁ ବାଡ଼ି ଖସ ଖସ ଜାଦୁଆ ଡାକୁଛି ଜାଦୁ ଆଣି କିଲୋ ରମ୍ପା ରମ୍ପି ହବା ସହ ଅନେକ ଜନ୍ମର ପାପ ନାଶିବାକୁ ଗଙ୍ଗା ମା ହେବେ ଜାତ କାଠି ଗଭୀର ତାହାର ପାଇବ ନାହିଁ କାତ ସଡ଼କରେ ଗଲା ଧଣ୍ଡ ଲବଉଳ ସଡ଼କରେ ଗଲା ଧଣ୍ଡ ଭାଇ ମଉସାଏ କଲ୍ୟାଣ କରନ୍ତୁ ପଞ୍ଚେଇଟି ହଉ ରାଣ୍ଡ ମୂର୍ଖ କୋଠିକା ଆଜ୍ଞା ମର୍ଯ୍ୟାଦା ପୁରୁଷୋତ୍ତମ ରାମ କହିଲେ ଏ ଗଙ୍ଗା ପାପନାଶିନୀ ଗଙ୍ଗା ବାଡେଇଲ ତାର କିଛି ମର୍ମ ଜାଣିଛ? ଆରେ ମର୍ମ କଣ କହୁଛୁ ଆଉ ପଞ୍ଚେଇ କିଏ କହିଲ? ପଞ୍ଚେଇ କିଏ? ପଞ୍ଚେଇ ହଉଛି ବାଇକ ସ୍ତ୍ରୀ। ସେ କହିଲା ତମେ ତାକୁ ନେଇକି ଯାଉଛ ତାକୁ ହାତୀ ଆଗରେ ପେଲି ଦିଅନ୍ତନି କାହିଁକି? ବାଡି ପୋଡା ମଲେ 5 ଲକ୍ଷ ମିଳିବ। କାହାକୁ ମିଳିବ? ତାଙ୍କ ସ୍ତ୍ରୀ କି। ଲାଭ ହବ କାହାର? ଲାଭ ହବ ମୋର ଅଛି ଲାଭ ସିଏ ନେବେ 3 ଲକ୍ଷ ମୁଁ ନେବି 2 ଲକ୍ଷ। ଆରେ ଏଟା କେଡେ ବୋକାଟା ତାକୁ ତ ହାତୀ ମାରିବ 5 ଲକ୍ଷ ତ ପାଇବ କିଏ ତା ନାଁ କଣ କହିଲୁ? ତା ନାଁ ହଉଛି ପଞ୍ଚେଇ। ସିଏ ପାଇବ 5 ଲକ୍ଷ 5 ଲକ୍ଷରୁ ମତେ ଦବ 2 ଲକ୍ଷ। ତାର କଣ କି? ମୁଁ ତାର ହେବି ଦିଅର। ଏ ପୁଅ ପୂର୍ଣ୍ଣ ୟାକୁ ଆଉ ଦିନେ ଆଣିବୁନି ବାପା। ଆଏ ଦିଅର ହଉଛି ଅଧା ଗେରସ୍ତ। କଣ ପୁଅରେ ସାରେ କହିଲେ ପାପନାଶିନୀ ଗଙ୍ଗା ଇଏ ହେଲା 84 କାଠି ଗଙ୍ଗା ଗଙ୍ଗା ଆଜ୍ଞା 84 କାଠି ହିସାବ ନେବେ ଠିକ ଅଛି ନେବି ଦେବି ଦେବି ଆଜ୍ଞା। କାଠିକ କେତେ? କାଠିକ କେତେ? ଆଜ୍ଞା ଆଜ୍ଞା ଆମେ ଦେଖିବା ଆଗ କାଠିକ କେତେ? କାଠି ତ ଡିଆସିଲି କାଠିଟେ ଦେଖିଲେ ଜଳିକିଟିଏ ଆଉ କାଠିକ ଆଙ୍ଗୁଳେ ପ୍ରମାଣ ପରା ଅଛି ଏ ପୁରାଣ କଥା। 12 ଆଙ୍ଗୁଳେ 82 କାଠି ମାପ କାଠି ହୁଏ ଗଣା। ପାଚିଲା କଦଳୀ ଚୋପା ଲବଉଳ ପାଚିଲା କଦଳୀ ଚୋପା କୀର୍ତ୍ତନ ସାରି ମୁଁ ଘରକୁ ଫେରିଲେ ମାଇପ ଡାକୁଛି ବାପା। ଉପକାଠି ହେଲା ଆଜ୍ଞା 1.5 ଆଙ୍ଗୁଳ। ଉପକାଠି ହେଲା 1.5 ଆଙ୍ଗୁଳ। ଉପକାଠିରେ ଯୋଉ ଉପକାଷ୍ଟା ପାରା 28 ଆଙ୍ଗୁଳ। ତାକୁ ଗଣିଦେଲେ ଆଜ୍ଞା 4 ଖଣ୍ଡେ ପ୍ରମାଣ।
ଗଡ଼ି ଗଡ଼ି ଗଲା ବେଲ ଲ ବଉଳ ଗଡ଼ି ଗଡ଼ି ଗଲା ବେଲ ଟାଙ୍ଗରା ମୁଣ୍ଡରେ ସୋରିଷ ତେଲ ମୋ ବୁଢ଼ା ଘଇତାରେ ଗେଲ ନା ବ୍ରହ୍ମାଙ୍କର ପରା ଦ୍ୱାଦଶ ଚାଖଣ୍ଡ 2 ଆଙ୍ଗୁଳ ଯେ ମାପ ଆଜ୍ଞା ମର୍ତ୍ତ୍ୟ ଲୋକରେ ତା ଗଣିବା ପାଇଁ କି ଲେଖନୀରେ ନାହିଁ ମାପ ମୁହଁରେ ପଇଲା ଆଜ୍ଞା ସତ୍ୟ ଯୁଗର ଲୋକ 21 28 ତ୍ରେତୟାର ହେଲେ 14 ଦ୍ୱାପର ହେଲେ 7 7 କଳିରେ ହେଲେ 3 ହାତେ ଚାଖଣ୍ଡି 21 ଯୁଗ ଆମର ସତ୍ୟ ଯୁଗର ହାତ 21 ହାତେ ଏ ହେଲେ ମର୍ତ୍ତ୍ୟ ଲୋକ ତାହେଲେ ଦେବ ଲୋକ କେତେ ହାତେ ଯଦି ଦେବ ଲୋକ କେତେ ହାତେ ତା ଉପରେ ବ୍ରହ୍ମ ଲୋକ କେତେ ହାତେ ଆଚ୍ଛା ବ୍ରହ୍ମ ଲୋକ ଠାରୁ ବିଷ୍ଣୁ ଲୋକ କେତେ ହାତ ଆଚ୍ଛା ତାଙ୍କ ଠାରୁ ଶିବ ଲୋକ କେତେ ହାତ ଆଜ୍ଞା ଆଜ୍ଞା ଶିବ ଲୋକ ପରା 12 ସହସ୍ର ହାତ ହୁଏ ଆଜ୍ଞା ଗଣା ତାହାକୁ କି ଆଜି କଳ୍ପନାରେ ପରା ନୁହଇ କରି କଳ୍ପନା କୁହରେ ପଇଲା ଝାଞ୍ଜ ଲ ବଉଳ କୁହରେ ପଇଲା ଝାଞ୍ଜ ଗୋଟାଇ ଗାଁରେ 300 ବାଞ୍ଝ ମୋ କିଏ ଦେଖେଇବ ସଞ୍ଜ ଗୋଟିଏ ମୁହଁରେ ଲଗାମ ଦିଏ କଣ କହିଲି ଇଏ ହଉଛି ସଂକୀର୍ତ୍ତନ ମୁଁ ଜାଣିଛି ତାହେଲେ ଏମିତି କାହିଁ ହଉଛୁ ମୁଁ କଣ ଖରାପ କହିଲି କଣ ଭଲ ଅଛି ଆ ଦେହରେ ବାଞ୍ଝ 300 ଆଜ୍ଞା ଗୋଟେ ଗାଁରେ 300 ବାଞ୍ଝ ତୋର ଲାଭ କଣ ରଣପୁର ବ୍ଲକ କୋଉ ଗାଁ ଚମ୍ପାଗଡ଼ ପଞ୍ଚାୟତରେ ଭେଣ୍ଟ ହଉଛି ଆମରି ଗାଁ କେତେ ନମ୍ବର ୱାର୍ଡ 1 ନମ୍ବର ୱାର୍ଡ କିରେ 1 ନମ୍ବର ୱାର୍ଡରେ କାହା ଘର ଆମ ଘର କିରେ ତମରି ଘରେ ଦେଇ ସମସ୍ତେ ବାଞ୍ଝ ତୁ କୁଆଡେ ଆଇଲୁ କଣ ମୁଁ କହି ମତେ ଦିଅ ଦେଲେ ଆକୁ ଦିଅ ଦେଲେ ଆଙ୍କ ଗାଁରେ ଆଜ୍ଞା ସବୁ ଯାକ ବାନ୍ଧ ସବୁ ୟାକୁ ଯାକ କୁଆଡେ ଗୋଟେ ଦିଅ ଦେଇଦେଲେ ଆଉ ହଉ ଠିକ ଅଛି ପୁଅ ଆଜ୍ଞା ଇଏ ବ୍ରହ୍ମାଙ୍କର 84 କାଠି ଗଙ୍ଗା ସତ ଯଦି ଆମେ ମାପିବା ହଁ ଆମ ଆଙ୍ଗୁଳ ଠାରୁ ହଁ ଦେବ ଆଙ୍ଗୁଳ କେତେ କେତେ ସେଇଟା ଜାଣିବାର ତେଣୁ ଏ ମାପ ଦେଖିଲା ବେଳକୁ ଆଜ୍ଞା ଆମେ ତାକୁ ଗଣି ପାରିବାନି ନା ତେଣୁ ବିଶ୍ୱାମିତ୍ର କହିଲେ 84 କାଠି ଗଙ୍ଗାଇ ଆଚ୍ଛା ଏ ଭିତରେ କିଏ ଅଛନ୍ତି ଜାଣିଛ ରାମ କହିଦନ ଆଜି ନିପୁଣ ଜେମିନ କୁର୍ମ ଆଦି ଘେନ ସହଜେ ମକର କୁଣ୍ଡଳି ଆରେ ସହଜେ ମକର କୁଣ୍ଡଳୀରେ ଭଲା ସହଜେ ମକର କୁଣ୍ଡଳୀ ନିରନ୍ତରେ ବିହରିତ ଅତି ସ୍ନେହ ନିରନ୍ତରେ ଦେହ ସେ ହୁଅତି ସ୍ନେହ